କାଣ୍ଟାବାଞ୍ଜିର ମାଟି ଗୋଟେ କାହାଣୀ କହୁଛି, ଆଉ ଏହା କେବଳ ଗୋଟେ ନିର୍ବାଚନୀ ଫଳାଫଳର କାହାଣୀ ନୁହେଁ, ବରଂ ଶାସନ ପାଇଁ ଏକ ସ୍ପଷ୍ଟ ଆହ୍ୱାନ। ଚାଲନ୍ତୁ ଆଜି ଆମେ ଏହି ରାୟର ଗଭୀରତାକୁ ବୁଝିବା, ଯେଉଁଠି ପ୍ରତ୍ୟେକ ଭୋଟ ଗୋଟେ ସ୍ୱର ଆଉ ପ୍ରତ୍ୟେକ ସ୍ୱର ଏକ ପରିବର୍ତ୍ତନର ଦାବି କରୁଛି। ଦେଖନ୍ତୁ, ଓଡ଼ିଶାର ଏହି ଅଞ୍ଚଳରେ ରାଜନୀତି କେବେ ବି କେବଳ ସଂଖ୍ୟାର ଖେଳ ନୁହେଁ। ଏହା ଏଠିକାର ମାଟି, ପାଣି ଆଉ ଲୋକଙ୍କର ଆଶା ସହିତ ବହୁତ ଗଭୀର ଭାବରେ ଜଡ଼ିତ। ତେଣୁ ଏହି ନିର୍ବାଚନୀ ଫଳାଫଳ କେବଳ ଗୋଟେ ଫଳ ନୁହେଁ, ବରଂ ଏହା ବହୁ ଦିନର ଅସନ୍ତୋଷର ଏକ ପ୍ରତିଫଳନ। ତେବେ 2024ର ଏହି ରାୟକୁ କେବଳ ଏକ ହାର ଭାବରେ ଦେଖିବା ଠିକ୍ ହେବନି, ବରଂ ଏହା ଏକ ଶିକ୍ଷା। ମତଦାତାମାନେ ଚୁପ୍ ରହିନାହାନ୍ତି, ସେମାନେ ନିଜ କଥା ବହୁତ ସ୍ପଷ୍ଟ ଭାବରେ କହିଛନ୍ତି। ତେଣୁ ଏଡ଼େ ନେତୃତ୍ୱ ପାଇଁ ସମୟ ଆସିଛି ସେହି ସନ୍ଦେଶକୁ ସମ୍ମାନର ସହିତ ଶୁଣିବାର ଆଉ ବୁଝିବାର। 16,344 ଏଇଟା କେବଳ ଗୋଟିଏ ସଂଖ୍ୟା ନୁହେଁ, ଏହା ହେଉଛି ବିଜୁ ଜନତା ଦଳ ପାଇଁ ପରାଜୟର ବ୍ୟବଧାନ। ଆଉ ଏହି ଗୋଟିଏ ସଂଖ୍ୟା ହିଁ ସ୍ପଷ୍ଟ କରିଦେଉଛି ଯେ ଆଗାମୀ ରାସ୍ତା କେତେ କଠିନ ହେବାକୁ ଯାଉଛି। ଆଉ ଯେତେବେଳେ ଆମେ ଭୋଟ ଅଂଶର ଏହି ବିଭାଜନକୁ ଦେଖୁଛେ, ଗୋଟିଏ କଥା ପୁରା ସ୍ପଷ୍ଟ ହୋଇଯାଉଛି। ପ୍ରାୟ 8% ଭୋଟର ଏକ ସ୍ୱିଂ, ବାସ୍ ଏତିକି ହିଁ ପୁରା ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି ଆଉ ବିଜେପିକୁ ଏକ ନିର୍ଣ୍ଣାୟକ ବିଜୟ ଦେଇଛି। ଏଥିରୁ ଜଣାପଡ଼ୁଛି ପବନ କେଉଁ ଦିଗରେ ବହୁଥିଲା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକମାନେ ଘରେ ବସିନଥିଲେ, ସେମାନେ ବହୁ ସଂଖ୍ୟାରେ ବାହାରକୁ ଆସିଲେ ଆଉ ଭୋଟ ଦେଲେ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଏହି ପରିବର୍ତ୍ତନ କୌଣସି ଆକସ୍ମିକ ଘଟଣା ନଥିଲା, ବରଂ ଏହା ଲୋକଙ୍କର ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା। ହଁ, ସଂଖ୍ୟାଗୁଡ଼ିକ କାହାଣୀର ଗୋଟିଏ ପଟ କହୁଛି, କିନ୍ତୁ ପ୍ରକୃତ କାରଣ, ପ୍ରକୃତ କାହାଣୀ ଜାଣିବାକୁ ହେଲେ ଆମକୁ ସେହି ସଂଖ୍ୟା ପଛରେ ଥିବା ମଣିଷମାନଙ୍କ ପାଖକୁ ଯିବାକୁ ପଡ଼ିବ। ଚାଲନ୍ତୁ ବୁଝିବା, କାଣ୍ଟାବାଞ୍ଜିର ଲୋକମାନେ ପ୍ରତିଦିନ କେଉଁ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ଦେଖନ୍ତୁ, ଏଗୁଡ଼ିକ କେବଳ ଅଭିଯୋଗର ତାଲିକା ନୁହେଁ। ଏହା ହେଉଛି ଜଣେ ଚାଷୀର ଶୁଖିଲା ଜମିର କଷ୍ଟ, ଜଣେ ଯୁବକର ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବାର ବେଦନା, ଆଉ ଗୋଟେ ଭଲ ରାସ୍ତା ଓ ଡାକ୍ତରଖାନା ପାଇଁ ସାଧାରଣ ଲୋକର ଅପେକ୍ଷା। ଏହିସବୁ ସମସ୍ୟା ହିଁ ମିଶି ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏଠାରେ ଆମକୁ ଟିକେ ଅଟକିବାକୁ ପଡ଼ିବ। ଲୋକଙ୍କ କଥା ଶୁଣିବା କେବଳ ଗୋଟେ ରାଜନୈତିକ କାମ ନୁହେଁ, ଏହା ଏକ ସାମ୍ବିଧାନିକ ଦାୟିତ୍ୱ। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି ଏବଂ ସେମାନଙ୍କ ସ୍ୱର ଶୁଣାଯିବା ସେହି ସମ୍ମାନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ହିଁ ତ ଗଣତନ୍ତ୍ରର ମୂଳ ଦୁଆ। ଠିକ୍ ଅଛି, ଲୋକଙ୍କ ସମସ୍ୟା ତ ଆମେ ଜାଣିଲେ, କିନ୍ତୁ ପ୍ରଶ୍ନ ଉଠୁଛି, ଏମିତି ହେଲା କାହିଁକି? ଫଳାଫଳ ଏପରି କାହିଁକି ଆସିଲା? ଚାଲନ୍ତୁ ଏହାର ଏକ ଗଭୀର ବିଶ୍ଳେଷଣ କରିବା, ଯେଉଁଠି ଆମେ ଦଳର ଶକ୍ତି ଆଉ ଦୁର୍ବଳତା ଉଭୟକୁ ପରଖିବା। ଦେଖନ୍ତୁ, ପରାଜୟ ସତ୍ତ୍ୱେ ବି ବିଜେଡି ପାଖରେ ଏବେ ବି କିଛି ମୂଲ୍ୟବାନ ସମ୍ପତ୍ତି ରହିଛି। ନେତାଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକର ପ୍ରଭାବ ଏବେ ବି ଲୋକଙ୍କ ମନରେ ଅଛି, ଆଉ ଏହା ହିଁ ସେହି ଭିତ୍ତିଭୂମି ଯାହା ଉପରେ ଏକ ନୂଆ ଆରମ୍ଭ କରାଯାଇପାରେ। କିନ୍ତୁ କେବଳ ଶକ୍ତିକୁ ଦେଖିଲେ ତ ଚଳିବ ନାହିଁ, ବାସ୍ତବତାକୁ ବି ସ୍ୱୀକାର କରିବାକୁ ପଡ଼ିବ। ଆଉ ବାସ୍ତବତା ହେଉଛି, ଲୋକମାନେ ଏକ ପରିବର୍ତ୍ତନ ଚାହୁଁଥିଲେ। 24 ବର୍ଷର ଶାସନ ପରେ ଆସିଥିବା କ୍ଳାନ୍ତି ଏବଂ ବିରୋଧୀଙ୍କ ପରିବର୍ତ୍ତନର ଶକ୍ତିଶାଳୀ ନାରାକୁ ଅଣଦେଖା କରାଯାଇପାରିବ ନାହିଁ। ଜାଣନ୍ତି, 2024ରେ ଆମେ ଯେଉଁ ପରିବର୍ତ୍ତନ ଦେଖିଲେ, ତାହା କିଛି ରାତାରାତି ହୋଇଯାଇନି। ଏହାର ମୂଳ ଗତ ଏକ ଦଶନ୍ଧିର ରାଜନୈତିକ ଧାରା ଭିତରେ ଲୁଚି ରହିଛି। ଚାଲନ୍ତୁ ସେହି ତଥ୍ୟକୁ ଟିକେ ଦେଖିବା। ଏହି ତଥ୍ୟଗୁଡ଼ିକ ଆଇନା ପରି ପୁରା ସ୍ପଷ୍ଟ। 2009ରୁ ଆପଣ ଲକ୍ଷ୍ୟ କରନ୍ତୁ, ଗୋଟିଏ ପଟେ ବିଜେଡିର ଭୋଟ ଅଂଶ ଧୀରେ ଧୀରେ କମୁଥିବା ବେଳେ ଅନ୍ୟପଟେ ବିଜେପିର ଭୋଟ ଅଂଶ ପ୍ରାୟ 11%ରୁ ବଢ଼ି 44%ରେ ପହଞ୍ଚିଛି। ଏହା ଏକ ଧୀର କିନ୍ତୁ ସ୍ଥିର ପରିବର୍ତ୍ତନର କାହାଣୀ। ତେବେ ଏହି ଐତିହାସିକ ତଥ୍ୟରୁ ଯେଉଁ ମୁଖ୍ୟ ସିଦ୍ଧାନ୍ତ ବାହାରୁଛି, ତାହା ବହୁତ ସରଳ। ଦୁଇଟି ଧାରା ଏକା ସାଙ୍ଗରେ ଚାଲିଥିଲା। ଗୋଟିଏ ପଟେ ବିଜେପିର ଲଗାତାର ଅଭିବୃଦ୍ଧି ଆଉ ଅନ୍ୟପଟେ ବିଜେଡିର ଭୋଟ ବ୍ୟାଙ୍କରେ କ୍ରମାଗତ ହ୍ରାସ। ଶେଷରେ 2024ରେ ଏହି ଦୁଇଟି ଧାରା ପରସ୍ପରକୁ ଛେଦ କଲେ। ଆଉ ଏହି ତୁଳନା ଦେଖନ୍ତୁ, 2019ରେ ମାତ୍ର 128 ଭୋଟରେ ହାରଜିତ ହୋଇଥିଲା, ଆଉ 2024ରେ ସେହି ବ୍ୟବଧାନ 16,000ରୁ ଅଧିକ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯେଉଁ ସରକାର ବିରୋଧୀ ଭୋଟ ପୂର୍ବରୁ ବାଣ୍ଟି ହୋଇଯାଉଥିଲା, ତାହା ଏଥର ଗୋଟିଏ ଜାଗାରେ ଏକାଠି ହୋଇଗଲା। ପରିବର୍ତ୍ତନର ଲହରୀ ବହୁତ ଶକ୍ତିଶାଳୀ ଥିଲା। ତେବେ ଏତେ ସବୁ ବିଶ୍ଳେଷଣ ପରେ, ମାନେ ରୋଗର ନିଦାନ ପରେ, ଏବେ ଚିକିତ୍ସାର ସମୟ। ଏହି ରାଜନୈତିକ ପରିସ୍ଥିତିରୁ ବାହାରିବା ପାଇଁ କେଉଁ କାର୍ଯ୍ୟକ୍ଷମ ରଣନୀତି ଗ୍ରହଣ କରାଯାଇପାରେ, ଚାଲନ୍ତୁ ତା ଉପରେ ଏବେ ଦୃଷ୍ଟି ଦେବା। ପୁନରୁଦ୍ଧାର ପାଇଁ ଏଠାରେ ଏକ 90 ଦିନିଆ ରୋଡମ୍ୟାପ୍ ପ୍ରସ୍ତାବ ଦିଆଯାଇଛି। ଏହାର 3ଟି ପୁରା ସ୍ପଷ୍ଟ ପର୍ଯ୍ୟାୟ ରହିଛି। ପ୍ରଥମେ, ଗଭୀର ଗବେଷଣା। ତାପରେ ଲୋକଙ୍କ ସହ ନିବିଡ଼ ସମ୍ପର୍କ
ଏବଂ ଶେଷରେ ସଠିକ୍ ସଂଗଠନ। ଆଉ ଏହି ଯୋଜନାର ଆରମ୍ଭ କୌଣସି ବଡ଼ ରାଲି କିମ୍ବା ସଭାରୁ ହେବନି। ଏହାର ଆରମ୍ଭ ହେବ ଲୋକଙ୍କ କଥା ଶୁଣିବାରୁ। ଘର ଘର ବୁଲି ସେମାନଙ୍କ କଥା ଶୁଣିବା, ସେମାନଙ୍କ ସମସ୍ୟା ବୁଝିବା ଆଉ ତାପରେ ଯାଇ ଏକ ନୂଆ ବାର୍ତ୍ତା ପ୍ରସ୍ତୁତ କରିବା। ଲୋକଙ୍କ ସହ ପୁଣିଥରେ ଯୋଡ଼ି ହେବାର ଏହା ହିଁ ପ୍ରଥମ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାଦ। ଦେଖନ୍ତୁ, ଏହି ଡିଜିଟାଲ ଯୁଗରେ ପ୍ରଚାର କରିବା ବହୁତ ସହଜ, କିନ୍ତୁ ବିଶ୍ୱାସ ଗଢ଼ିବା ସେତିକି ହିଁ କଠିନ। ଟେକ୍ନୋଲୋଜିର ବ୍ୟବହାର ଲୋକଙ୍କୁ ସଶକ୍ତ କରିବା ପାଇଁ ହେବା ଉଚିତ, ସେମାନଙ୍କ ତଥ୍ୟର ଅପବ୍ୟବହାର ପାଇଁ ନୁହେଁ। ତେଣୁ ଲୋକଙ୍କ ଗୋପନୀୟତାର ସମ୍ମାନ କରିବା ଏବଂ କୌଣସି ବାର୍ତ୍ତା ପଠାଇବା ପୂର୍ବରୁ ସେମାନଙ୍କ ସହମତି ନେବା ଏକ ନୈତିକ ତଥା ଆଇନଗତ ଦାୟିତ୍ୱ। ଲକ୍ଷ୍ୟ ସୂଚନା ଦେବା, ବିଭ୍ରାନ୍ତ କରିବା ନୁହେଁ। ଶେଷରେ ଗୋଟେ କଥା ମନେ ରଖିବାକୁ ହେବ, କୌଣସି ବି ରଣନୀତି ସେତେବେଳେ ଯାଇ ସଫଳ ହୁଏ ଯେତେବେଳେ ତାହା ଏକ ବଡ଼ ଉଦ୍ଦେଶ୍ୟ ସହିତ ଯୋଡ଼ି ହୋଇଥାଏ। ତେବେ ଚାଲନ୍ତୁ ଏବେ ଏହି ଯୋଜନାକୁ ଶାସନର ପ୍ରକୃତ ଉଦ୍ଦେଶ୍ୟ ସହିତ ଯୋଡ଼ି ଦେଖିବା ଯେ 2029 ପାଇଁ ରାସ୍ତା କ'ଣ ହେବା ଉଚିତ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏୟା ଯେ ନିର୍ବାଚନ ଜିତିବା ଏକ ମାଧ୍ୟମ ମାତ୍ର, ଏହା ଲକ୍ଷ୍ୟ ନୁହେଁ। ପ୍ରକୃତ ଲକ୍ଷ୍ୟ ହେଉଛି ଲୋକଙ୍କ ପାଇଁ ଶାସନ କରିବା। ତେଣୁ ପ୍ରତ୍ୟେକ ରଣନୀତି ଲୋକଙ୍କ ସମସ୍ୟାର ସମାଧାନ ସହିତ ଯୋଡ଼ି ହେବା ନିହାତି ଆବଶ୍ୟକ, କାରଣ ରାଜନୀତି ହେଉଛି ଏକ ଯନ୍ତ୍ର, କିନ୍ତୁ ଶାସନ ହିଁ ଅନ୍ତିମ ଉଦ୍ଦେଶ୍ୟ। ତେଣୁ ଶେଷ ପ୍ରଶ୍ନଟି ହେଉଛି, 2024ର ଜନାଦେଶ ଗୋଟେ ସତର୍କ ଘଣ୍ଟି ଥିଲା। ଏବେ ନେତୃତ୍ୱ କିପରି ଏହି ତଥ୍ୟକୁ ଲୋକଙ୍କ ସମ୍ମାନରେ ଏବଂ ଏହି ରଣନୀତିକୁ ସେମାନଙ୍କ ସେବାରେ ପରିଣତ କରିବ, ଏହା ହିଁ ସବୁଠାରୁ ବଡ଼ ଆହ୍ୱାନ। ଯଦି ଆପଣ ଜଣେ ଲୋକକେନ୍ଦ୍ରିକ ନେତା ହେବାକୁ ଏବଂ ଆପଣଙ୍କ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହାନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602ରେ କଲ୍ କରନ୍ତୁ। ରାଜନୀତିରୁ ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।